ଝାମୁ ଜାତ ଆଜ୍ଞା ଆମ ଓଡ଼ିଶାର ଏକ ଏପରି ଜାତ ଯାହା ବହୁତ ଜାଗାରେ ହିଁ ପାଳନ କରାଯାଇଥାଏ। ନମସ୍କାର ସାଙ୍ଗମାନେ, ମୁଁ ପ୍ରିନ୍ସ ଆପଣଙ୍କୁ ମୋର ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ ରହିଲା। ଆଜି ହେଉଛି ଚୈତ୍ର ପୂର୍ଣ୍ଣିମା, ଆଉ ଏହି ପବିତ୍ର ଚୈତ୍ର ପୂର୍ଣ୍ଣିମାରେ ଆମ ବାଙ୍କିର ରଣପୁର ଠାରେ ବହୁତ ଧୁମଧାମରେ ଆଜ୍ଞା ଝାମୁ ଚାଲିଥାନ୍ତି କାଳିସିଆମାନେ। ଆଜ୍ଞା ଆପଣମାନେ ଦେଖିଥିବା ଅନୁସାରେ ବହୁତ ଲୋକ ବହୁତ ଗୁହାରିଆ ମଧ୍ୟ ପଡ଼ିଛନ୍ତି ଠାକୁରଙ୍କ ପାଖରେ ନିଜ ଗୁହାରି ଜଣାଇବା ପାଇଁ। ଆଉ ଯାହାର ସବୁ କିଛି ପୂର୍ଣ୍ଣ ହୋଇଯାଇଛି ସେ ଏବେ ଠାକୁରଙ୍କ ପାଖକୁ ଆସିଛନ୍ତି ନିଜର ମାନସିକକୁ ସମ୍ପନ୍ନ କରିବା ପାଇଁ। ଆଉ ଯାହାର ପୂର୍ଣ୍ଣ ହେଇନି ସେ ଝାମୁ ଚାଲି ଯେମିତି ଠାକୁରଙ୍କ ପାଖରେ ମାନସିକ କଲେ ଆଗକୁ ତାଙ୍କର କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ। ମୁଁ ଯେତିକି ଜାଣିଛି ଆଜ୍ଞା ଠାକୁର ତ ସବୁକିଛି ସମସ୍ତଙ୍କର ସମ୍ପନ୍ନ ଆଜି ପର୍ଯ୍ୟନ୍ତ କରିଦେଇ ଅଛନ୍ତି। ଆଜ୍ଞା ଆପଣମାନେ ଦେଖିପାରୁଥିବେ ଯେତେବେଳେ ଅଙ୍ଗାର ଉପରେ ଚାଲେ ସେତେବେଳେ ତାର ଗୋଡ଼ର ହାଲତ କ'ଣ ରହିଥିବ, କିନ୍ତୁ ସେଇଥିରେ ବି ଆମ ଠାକୁରାଣୀଙ୍କର କିଛି ଏମିତି କୃପା ଥାଏ ଆପଣ ବିଶ୍ୱାସ ବି କରିପାରିବେନି। ଗୋଟେ ମଣିଷର କିଛି ବି ହୋଇନଥାଏ, ତା ଗୋଡ଼ରେ କିଛି ବି ଛାଲ ପଡ଼ିଥିଲେ ବି ସେ ଛାଲର ଚମଡ଼ା କିପରି ଚଢ଼ି ଯାଇଥାଏ